ଦୁଷ୍ଟ ଏବଂ ଲୋଭୀ ଗଦିଆ ଏକ ଜଙ୍ଗଲରେ ରହୁଥିଲା। ଦିନେ ସେ ଏକ ହରିଣ ଶିକାର କରିଲା। ସେ ଖାଇବା ପାଇଁ ଶୀଘ୍ର ଗଲା। ତାର ଶୀଘ୍ରତାରେ ତାର ଗଳାରେ ଏକ ହାଡ଼ ଫସିଗଲା। ସେ ଖାଇ ପିଇ ପାରିଲା ନାହିଁ। ସେ ତାର ଗଳାରୁ ହାଡ଼ କାଢ଼ିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ବାହାରିଲା ନାହିଁ। ଶେଷରେ ସେ ସାହାଯ୍ୟ ଲୋଡ଼ିବାକୁ ନିଷ୍ପତ୍ତି ନେଲା। ସେ ଭାବିଲା ଯେ ତାର ଗଳାରୁ ହାଡ଼ କାଢ଼ି ପାରିବ କିଏ। କିଛି ଚିନ୍ତା କରିବା ପରେ ତାକୁ ସାରସ ପକ୍ଷୀର ମନେ ପଡ଼ିଲା। ସାରସ ପକ୍ଷୀର ଏକ ଲମ୍ବା ବେକ ଏବଂ ଏକ ଥଣ୍ଟ ଥିଲା। ବିଳମ୍ବ ନ କରି ଗଦିଆ ସାରସ ପକ୍ଷୀ ପାଖକୁ ଯାଇ କହିଲା, ଭାଇ ସାରସ, ମୋର ଗଳାରେ ଏକ ହାଡ଼ ଫସି ଯାଇଛି। ତୁମେ ତୁମର ଥଣ୍ଟ ଦ୍ୱାରା ଏହାକୁ କାଢ଼ିଦେବ। ମୁଁ ତୁମର ବହୁତ କୃତଜ୍ଞ ହେବି ଏବଂ ତୁମକୁ ଉପଯୁକ୍ତ ପୁରସ୍କାର ଦେବି। ପ୍ରଥମେ ସାରସ ପକ୍ଷୀ ତାର ମୁହଁରେ ଥଣ୍ଟ ରଖିବାକୁ ଭୟ କରୁଥିଲା, କିନ୍ତୁ ପରେ ସେ ଗଦିଆ ପ୍ରତି ଦୟା ଅନୁଭବ କଲା ଏବଂ ରାଜି ହୋଇଗଲା। ଗଦିଆ ମୁହଁ ଖୋଲା ରଖି ଠିଆ ହେଲା ଏବଂ ସାରସ ତା ମୁହଁରେ ତା ଥଣ୍ଟ ପୁରାଇଲା, କିନ୍ତୁ ତା ଥଣ୍ଟ ହାଡ଼ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ତାପରେ ତାକୁ ଗଦିଆର ମୁହଁରେ ତା ବେକକୁ ଅଧା ପୁରାଇବାକୁ ପଡ଼ିଲା। ସାରସ ତା ମୁହଁରେ ପଶିଲା ମାତ୍ରେ ଗଦିଆର ମନରେ ଲୋଭ ସୃଷ୍ଟି ହେଲା। ସେ ଭାବିଲା, ଯଦି ମୁଁ ତାର ସ୍ୱାଦକୁ ବେକକୁ ଚୋବାଇ ପାରିବି। ଏହି ସମୟ ମଧ୍ୟରେ ସାରସ ତା ଗଦିଆରୁ ହାଡ଼ ବାହାର କଲା। ହାଡ଼ ବାହାର କରିବା ମାତ୍ରେ ଗଦିଆ ଚାଲିଗଲା। ସେ ସାରସକୁ ଧନ୍ୟବାଦ ଜଣାଇଲା ନାହିଁ କିମ୍ବା ପୁରସ୍କାର ଦେଲା ନାହିଁ। ସାରସ ତାକୁ ଅଟକାଇଲା ଏବଂ କହିଲା, ମୋର ପୁରସ୍କାର